ପିଲାମାନେ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ସତ୍ୟ ଟ୍ୟୁଟୋରିଆଲ୍। ତ ପିଲାମାନେ ଓଡ଼ିଶା ରିଭର୍ ସିଷ୍ଟମ୍ର ଆଜି ଆମେ ଆଉ ଗୋଟେ ସିରିଜ୍କୁ ଷ୍ଟାର୍ଟ କରିବାକୁ ଯିବା। ତା ନାଁ ହେଉଛି କ'ଣ ନା ବୁଢ଼ା ବଳଙ୍ଗ ରିଭର୍ ସିଷ୍ଟମ୍। ସେ ରିଭର୍ ସିଷ୍ଟମ୍ର ନାଁ କ'ଣ ନା ବୁଢ଼ା ବଳଙ୍ଗ ରିଭର୍ ସିଷ୍ଟମ୍ ହେଲା। ବୁଢ଼ା ବଳଙ୍ଗ ରିଭର୍ ସିଷ୍ଟମ୍କୁ ଆଜି ଆମେ ଭଲସେ ପଢ଼ିବା। ଫାର୍ଷ୍ଟ କ'ଣ ପଢ଼ିବା ନା ଏଇଟା କେଉଁଠୁ ଅରିଜିନେଟ୍ ହେଇଛି। ଅରିଜିନେଟ୍ ପଏଣ୍ଟ ହେଉଛି ଏଇଟା। ୟାର ଅରିଜିନେଟ୍ ପଏଣ୍ଟ ହେଉଛି କେଉଁଟା ନା ଏଇଟା ହେଉଛି ତାର କ'ଣ ନା ଅରିଜିନେଟ୍ ପଏଣ୍ଟ। অরিজিন পয়েন্টটা কোটা না শিমিলপাল হিল ময়ূরভঞ্জ ডিস্ট্রিক্টর যে শিমিলপাল হিল ଅଛି ଏଇଟା ହେଉଛି ତାର ଅରିଜିନ୍ ପଏଣ୍ଟ। ଏଇଟା ହେଉଛି ତାର କ'ଣ ନା ଅରିଜିନ୍ ପଏଣ୍ଟ। ତାପରେ ଗଲା ତାପରେ କ'ଣ ହେଲା ନଦୀଟା ଗଲା ହେଲା। ନଦୀଟା ଗଲା ପରେ ଯେଉଁ ଏଇଠି ଯେଉଁ ସାଇଡ଼୍ ଯେଉଁ ନାହିଁ ନା ୟେଲୋ କଲର୍ ଅଛି ଏଇଠି ଯେଉଁ କିଛି ଗୋଟେ ସାଇଟ୍ ଅଛି କ'ଣ ନା ନିଓଲିଥିକ୍ ସାଇଟ୍ ଆଉ ପେଲିଓଲିଥିକ୍ ସାଇଟ୍ ମାନେ ପ୍ରସ୍ତର ଯୁଗ ନୂତନ ପ୍ରସ୍ତର ଯୁଗ ପୁରାତନ ପ୍ରସ୍ତର ଯୁଗ ହେଲା। ମାନେ ତାର କିଛି ସାଇଟ୍ର ଏଭିଡେନ୍ସ ଦେଖିବାକୁ ମିଳେ। ସେ ସାଇଟ୍ ଗୁଡ଼ା କିଏ ଗୋଟେ ଆସିଲା କୁଲିଆନା, ଗୋଟେ ଆସିଲା କଚାଇ, ଗୋଟେ ଆସିଲା ବାରିପଦା, ଗୋଟେ ଆସିଲା କାଲାବାଡ଼ିଆ ହେଲା। এই ଚାରିଟା ସାଇଟ୍କୁ ମନେ ରଖିବ। ଗୋଟେ ଆସିଲା କୁଲିଆନା, ଗୋଟେ ଆସିଲା କଚାଇ, ଗୋଟେ ଆସିଲା ବାରିପଦା, ଗୋଟେ ଆସିଲା କାଲାବାଡ଼ିଆ ହେଲା। এই ଚାରିଟା ହେଉଛନ୍ତି କ'ଣ ନା ନିଓଲିଥିକ୍ ଆଉ ପେଲିଓଲିଥିକ୍ ସାଇଟ୍ର ଯେଉଁ ଶିମିଳିପାଳ ରେଞ୍ଜରେ ଦେଖାଯାଆନ୍ତି ହେଲା। ମାନେ ନିଓଲିଥିକ୍ ଆଉ ପେଲିଓଲିଥିକ୍ ସାଇଟ୍ର ଏଭିଡେନ୍ସ ଦେଖାଯାଆନ୍ତି ହେଲା। ତାପରେ କିଛି ବାଟ ଗଲା ପରେ ଶିମିଳିପାଳ ନ୍ୟାସନାଲ୍ ପାର୍କ ଅଛି। ଯେଉଁ ଏଇ ଜାଗାଟା କ'ଣଟି ଏଇ ଜାଗାଟା ହେଉଛି ଶିମିଳିପାଳ ନ୍ୟାସନାଲ୍ ପାର୍କଟା। ଏ ଜାଗାଟା କ'ଣ ନା ଶିମିଳିପାଳ ନ୍ୟାସନାଲ୍ ପାର୍କ। এটা କ'ଣ ନା ଶିମିଳିପାଳ ନ୍ୟାସନାଲ୍ ପାର୍କ। ଯେହେତୁ ଏଠିକି ମାନେ ଯେଉଁ ହିଲି ଏରିଆଟା ଦେଖାଯାଏ ମାନେ ପାହାଡ଼ ଅଛି ବିଭିନ୍ନ ପ୍ରକାର ସବୁ ୱାଇଲ୍ଡ ଲାଇଫ୍ ମାନେ ୱାଇଲ୍ଡରେ ସବୁ ଥିବେ ମାନେ କ'ଣ ପଶୁପକ୍ଷୀ ସବୁ ଥିବେ ହେଲା। ସେଇଥିପାଇଁ ଏଇଟା କ'ଣ ନା ଶିମିଳିପାଳ ନ୍ୟାସନାଲ୍ ପାର୍କ ଯେଉଁଟାକି ଓଡ଼ିଶାର ଫାର୍ଷ୍ଟ ନ୍ୟାସନାଲ୍ ପାର୍କ ଭାବରେ ଆପ୍ରୁଭ୍ କରାଯାଇଥିଲା ହେଲା। ତା ବିଷୟରେ ଆମେ ପଛରେ ଦେଖିବା। ତାପରେ ଆସିଲା ଗୋଟେ କ'ଣ ଆସିଲା ଶିମିଳିପାଳ ନ୍ୟାସନାଲ୍ ପାର୍କ ପରେ ଗୋଟେ ରାଇଟ୍ ବ୍ୟାଙ୍କ ଟ୍ରିବ୍ୟୁଟାରୀ ଆସିଲା। ତା ନାଁ ହେଉଛି ପଲପଲା ରିଭର୍। ତା ନାଁ ହେଉଛି କ'ଣ ନା ପଲପଲା ରିଭର୍। ତାର ଆସିଲା ଗୋଟେ ଲେଫ୍ଟ ବ୍ୟାଙ୍କ ଟ୍ରିବ୍ୟୁଟାରୀ। ଲେଫ୍ଟ ବ୍ୟାଙ୍କ ଟ୍ରିବ୍ୟୁଟାରୀର ନାଁ କ'ଣ ଲେଫ୍ଟ ବ୍ୟାଙ୍କ ଟ୍ରିବ୍ୟୁଟାରୀର ନାଁ ହେଉଛି କାତ୍ରା ରିଭର୍। ତା ନାଁ ହେଉଛି କ'ଣ ନା କାତ୍ରା ରିଭର୍। କାତ୍ରା ରିଭର୍ ସେ ଜାଗାଟା ଯେଉଁଠି ମିଟ୍ କରୁଛି ମେନ୍ ରିଭର୍କୁ ସେ ଗୋଟେ ଟାଉନ୍ ଅଛି। ଟାଉନ୍ ନାଁ ହେଉଛି କ'ଣ ନା ବାଙ୍ଗିରିପୋଷି। ପ୍ଲେସ୍ ନାଁ ଅଛି ବାଙ୍ଗିରିପୋଷି ହେଲା। ବାରିପଦା ମାନେ ଯେଉଁମାନେ ମୟୂରଭଞ୍ଜ ଯେଉଁ ବିଲଙ୍ଗ କରୁଥିବେ ସେମାନେ ଜାଣିପାରୁଥିବେ ବାଙ୍ଗିରିପୋଷି ଗୋଟେ ଖତରନାକ ଜାଗା ହେଲା। ତାର ଆସିଲା କିଛି ବାଟ ଗଲା ପରେ ବାରିପଦା ଆସିଲା ମୟୂରଭଞ୍ଜର ବାରିପଦା। ତାପରେ ଦୁଇଟା ନଦୀ ଆସିକି ମିଶିଲେ ଗୋଟେ ଆସିଲା ଗଙ୍ଗାହାରିକି ଆଉ ଗୋଟେ ନାଁ ଧର ଗଙ୍ଗାଧର ମଧ୍ୟ ଦେଇପାରିବା। ତାପରେ ଆଉ ଗୋଟେ ଆସିଲା ସୋନ୍ ରିଭର୍ ଆଉ ଗୋଟେ କ'ଣ ନା ସୋନ୍ ରିଭର୍ ହେଲା। ଏସବୁ ଦୁଇଟା କ'ଣ ନା ରାଇଟ୍ ବ୍ୟାଙ୍କ ଟ୍ରିବ୍ୟୁଟାରୀ ହେଲା। ରାଇଟ୍ ବ୍ୟାଙ୍କ ଟ୍ରିବ୍ୟୁଟାରୀ ତାପରେ ଆସିଲା ମୟୂରଭଞ୍ଜ ସରିଲା। ତାପରେ ଆସିଲା ବାଲେଶ୍ୱରକୁ ଏଣ୍ଟର କଲା। ବାଲେଶ୍ୱରକୁ ଯେତେବେଳେ ଏଣ୍ଟର କଲା ଗୋଟେ ପ୍ଲେସ୍ ନାଁ ଅଛି ରେମୁଣା। ସେଠି ଗୋଟେ କ'ଣ ଦେଖିବାକୁ ମିଳିବ ନା କ୍ଷୀରଚୋରା ଗୋପୀନାଥ ମନ୍ଦିର ଦେଖିବାକୁ ମିଳିବ। କ୍ଷୀରଚୋରା ଗୋପୀନାଥ ମନ୍ଦିର ତାକୁ କିଏ ତିଆରି କରିଥିଲେ ନା ଲାଙ୍ଗୁଡ଼ା ନରସିଂହ ଦେବ। କିଏ ନା ଲାଙ୍ଗୁଡ଼ା ନରସିଂହ ଦେବ। କେତେ ଖ୍ରୀଷ୍ଟାବ୍ଦରେ 13th ସେଞ୍ଚୁରୀରେ ତିଆରି କରିଥିଲେ ହେଲା ଲାଙ୍ଗୁଡ଼ା ନରସିଂହ ଦେବ ହେଲା। ଲାଙ୍ଗୁଡ଼ା ନରସିଂହ ଦେବ ଯେଉଁଟାକି ଇଷ୍ଟର୍ଣ୍ଣ ଗଙ୍ଗ ଡାଇନେଷ୍ଟିକୁ ବିଲଙ୍ଗ କରନ୍ତି ହେଲା। ତାପରେ ଆସିଲା ବାଲେଶ୍ୱର ଚାନ୍ଦିପୁର ଗୋଟେ ଜାଗା ଅଛି ଯେଉଁଟାକି କ୍ଷେପଣାସ୍ତ୍ର ଜାଣିଛ ହେଲା। ଆସିଲା ବାଲେଶ୍ୱର ଏଇଟା ବାଲେଶ୍ୱର ସାମ୍ନା ଏଇଟା ବାଲେଶ୍ୱର ହେଲା। ଏଇଟା କ'ଣ ନା ବାଲେଶ୍ୱର ଚାନ୍ଦିପୁରକୁ ଯାଇକି ବେ ଅଫ୍ ବେଙ୍ଗଲକୁ ଡ୍ରେନ୍ ହେଉଛି। ବେ ଅଫ୍ ବେଙ୍ଗଲକୁ ଡ୍ରେନ୍ ହେଉଛି ଜାଣିପାରିଲ। ୟା ପରେ ଜାଣିବା ଟିକେ ଭଲସେ କ'ଣ ଜାଣିବା ନା ଅରିଜିନ୍ ଏରିଆ ଟିକେ ଭଲସେ ମାନେ ଟିକେ ସମରି ଟାଇପ୍ର ଜାଣିବା ଆଉ ହେଲା। ଅରିଜିନ୍ ଏରିଆ ହେଉଛି କେଉଁଠି ନା ଶିମିଳିପାଳ ରେଞ୍ଜ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ହେଲା। ମେନ୍ ଟାଉନ୍ ହେଉଛି କାଟ୍ରା କାଟିଦିଅ ଏଇଟା ହେଉଛି ତାର ଟ୍ରିବ୍ୟୁଟାରୀ। ଆସିଲା ବାଙ୍ଗିରିପୋଷି ମେନ୍ ଟାଉନ୍ ଆସିଲା ବାରିପଦା ବାଲେଶ୍ୱର ରେମୁଣା। କୋଶ୍ଚିନ୍ ପଚାରି ଦେଇଥିବ ବାଙ୍ଗିରିପୋଷି ଦେଇକି କୋଶ୍ଚିନ୍ ପଚାରି ଦେଇଥିବ କ'ଣ ନା ବାଙ୍ଗିରିପୋଷି ଦେଇକି କେଉଁ ରିଭର୍ ଯାଉଛି ହେଲା। ତାପରେ ଆସିଲା କ'ଣ ଟ୍ରିବ୍ୟୁଟାରୀ କିଏ ହେଲା ପଲପଲା ରିଭର୍ କାତ୍ରା ରିଭର୍ ଗଙ୍ଗାହାରି ଯେଉଁଟା ଗଙ୍ଗାଧର ସେଇଟା ସୋନ୍ ରିଭର୍ ହେଲା। ତାର ଆସିଲା ଫ୍ଲୋ ଥ୍ରୋ କେଉଁ ଡିଷ୍ଟ୍ରିକ୍ଟ ଦେଇକି ଫ୍ଲୋ କରିବ ନା ମୟୂରଭଞ୍ଜ ତାପରେ ବାଲେଶ୍ୱର ତାପରେ ଚାନ୍ଦିପୁରକୁ ଯାଇକି ଡ୍ରେନ୍ ହେଇଛି। ଚାନ୍ଦିପୁର ଡିଷ୍ଟ୍ରିକ୍ଟ ନୁହେଁ ବାଲେଶ୍ୱର ଗୋଟେ ପାର୍ଟ ଯାଉଛି ଚାନ୍ଦିପୁର ଯେଉଁଟା ବେ ଅଫ୍ ବେଙ୍ଗଲ ପାଖରେ ଅଛି ହେଲା। ତାର ହେଲା ହିଷ୍ଟୋରିକାଲ୍ ଫ୍ୟାକ୍ଟ ହେଉଛି କ'ଣ ନା ଲାଙ୍ଗୁଡ଼ା ନରସିଂହ ଦେବ ଯେଉଁଟାକି ଇଷ୍ଟର୍ଣ୍ଣ ଗଙ୍ଗ ଡାଇନେଷ୍ଟିକୁ ବିଲଙ୍ଗ କରନ୍ତି। ସେ 13th ସେଞ୍ଚୁରୀ ବେଳକୁ ଗୋଟେ ମନ୍ଦିର ତିଆରି କରିଥିଲେ। ମନ୍ଦିର ନାଁ ହେଉଛି କ'ଣ ନା କ୍ଷୀରଚୋରା ଗୋପୀନାଥ ମନ୍ଦିର ହେଲା। ଜାଣିପାରିଲ। ଶିମିଳିପାଳ ନ୍ୟାସନାଲ୍ ପାର୍କ ବିଷୟରେ ଭଲସେ ଜାଣିବା। ଶିମିଳିପାଳ ନ୍ୟାସନାଲ୍ ପାର୍କ ହେଉଛି କ'ଣ ନା ଟାଇଗର ରିଜର୍ଭ ଭାବରେ କେବେ ପରିଗଣିତ କରାଗଲା 1973 ମସିହାରେ। ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ 1979 ମସିହାରେ ତାକୁ କାଉଣ୍ଟ କରାଗଲା ଶିମିଳିପାଳ ନ୍ୟାସନାଲ୍ ପାର୍କକୁ। ଆଉ କ'ଣ ହେଲା ନା ସେଠି ପାଖରେ ଗୋଟେ କ୍ରୋକୋଡାଇଲ୍ କନଜରଭେସନ୍ ସେଣ୍ଟର ଅଛି। ତା ନାଁ ହେଉଛି କ'ଣ ନିୟର ଯଶୀପୁର ହେଲା। ନିୟର ଯଶୀପୁର କ୍ରୋକୋଡାଇଲ୍ କନଜରଭେସନ୍ ସେଣ୍ଟର ଅଛି ଯେଉଁଟା ନାମ କହିବା ରାମତୀର୍ଥ। ଏଇଟା କ'ଣ କହିବା ନା ରାମତୀର୍ଥ ମୟୂରଭଞ୍ଜ ଜିଲ୍ଲାରେ ଅଛି କ'ଣ ନା ରାମତୀର୍ଥ। ରାମତୀର୍ଥ ନୁହେଁ ତୀର୍ଥ ହେଲା।
ଟିକେ ସ୍ପେଲିଂର ମିଷ୍ଟେକ୍ ଅଛି, ତୁମେ ଆଡ଼ଜଷ୍ଟ କରିଦେବ ହେଲା। 1979 ମସିହାରେ କ'ଣ କରାଗଲା ହେଲା, ସରି 1975 ମସିହାରେ ଗୋଟେ ଆକ୍ଟ ଆସିଥିଲା, କ୍ରୋକୋଡାଇଲ୍ ଆକ୍ଟ। କ'ଣ ଆସିଥିଲା ନା କ୍ରୋକୋଡାଇଲ୍ ଆକ୍ଟ। କ୍ରୋକୋଡାଇଲ୍ କନଜରଭେସନ୍ ସେଣ୍ଟର କେବେ କରାଗଲା, ମାନେ କେଉଁଠି ନା ନିୟର ଯଶୀପୁର, ରାମତୀର୍ଥ, ମୟୂରଭଞ୍ଜ ହେଲା। 1980 ମସିହାରେ ନ୍ୟାସନାଲ୍ ପାର୍କ ଭାବରେ କିଏ ଆପ୍ରୁଭ୍ କରିଥିଲେ, ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଆପ୍ରୁଭ୍ କରିଥିଲେ ହେଲା। 1980 ମସିହାରେ ନ୍ୟାସନାଲ୍ ଗଭର୍ଣ୍ଣମେଣ୍ଟ ମାନେ ନ୍ୟାସନାଲ୍ ପାର୍କ ଭାବରେ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଆପ୍ରୁଭ୍ କରିଥିଲେ, କିନ୍ତୁ ଓଡ଼ିଶା ଆପ୍ରୁଭାଲ୍ ଦେଇନଥିଲା। କିନ୍ତୁ 2025 ମସିହାରେ 107 ନମ୍ବର ନ୍ୟାସନାଲ୍ ପାର୍କ ଭାବରେ ଓଡ଼ିଶାର ମାନେ ଇଣ୍ଡିଆରେ ଏଇଟା ପାର୍ଟ ହେଲା। କାହିଁକିନା ଏଇଟା କିଏ ଆପ୍ରୁଭ୍ କଲେ, ଓଡ଼ିଶା ସରକାର ଆପ୍ରୁଭ୍ କରିଦେଲେ ସେତେବେଳେ ହେଲା, ବିଜେପି ଗଭର୍ଣ୍ଣମେଣ୍ଟ ଆସିଯାଇଥିଲା। ତାପରେ 1994 ମସିହାରେ ଶିମିଳିପାଳ ଆଜ ଏ ବାୟୋସ୍ଫିୟର ରିଜର୍ଭ ପରିଗଣିତ ହେଲା। ଇଣ୍ଡିଆର ଫାର୍ଷ୍ଟ ବାୟୋସ୍ଫିୟର ରିଜର୍ଭ ଫ୍ରମ୍ ଓଡ଼ିଶା ହେଉଛି ଶିମିଳିପାଳ ନ୍ୟାସନାଲ୍ ପାର୍କ ହେଲା। ଜାଣିପାରିଲ ତ? ଆସିଲା ୱାଟରଫଲ୍ ଆସିଲା। ୱାଟରଫଲ୍ ଆସିଲା ଗୋଟେ ଆସିଲା କ'ଣ ନା ବଞ୍ଚି ପାଣି ନୁହେଁ, ଏଇଟା ହେଉଛି ବରେଇ ପାଣି। ଏଇଟା ହେଉଛି କ'ଣ, ଏଇଟା ହେଉଛି କ'ଣ ନା ଲେଖିଦିଅ ମୋ ସାଙ୍ଗରେ ହେଲା, ମନେ ରହିଯିବ। ବରେଇ ପାଣି ସ୍ପେଲିଂକୁ ଦେଖ, ବରେଇ ପାଣି ୱାଟରଫଲ୍, ଯେଉଁଟାକି ଇଣ୍ଡିଆର ସେକେଣ୍ଡ ହାଇଏଷ୍ଟ ଆଉ ଓଡ଼ିଶାର ହାଇଏଷ୍ଟ ୱାଟରଫଲ୍ ହେଲା। ଏହା ହାଇଟ୍ କେତେ ନା 399 ମିଟର ହେଲା। ତାର ଆସିଲା ଆଉ ଗୋଟେ ୱାଟରଫଲ୍ ଅଛି ଜୋରନ୍ଦା ୱାଟରଫଲ୍ ହେଲା। ଆଉ ଗୋଟେ ଅଛି ଛୋଟକାଟିଆଟେ ଲୁଲଙ୍ଗ ହେଲା। ତାପରେ ଆସିଲା ଏଟାକୁ କୁହନ୍ତି ଟୁ ଟାୟାର ୱାଟରଫଲ୍ ବା ଟୁ ଡ୍ରପ୍ ୱାଟରଫଲ୍ ବା ପ୍ଲଞ୍ଜ ଫୁଲ୍ ୱାଟରଫଲ୍। ପ୍ଲଞ୍ଜ ଫୁଲ୍ ୱାଟରଫଲ୍ କାହିଁକି, ଧର ଏଇଟା ଯେଉଁଠି ଧର ଦୁଇଟା ଷ୍ଟେପ୍ରେ ପଡ଼େ ହେଲା, ଏଇଟା ଗୋଟେ ପାହାଡ଼ର ଗୋଟେ ରେଞ୍ଜ ହେଲା, ଏଇଠୁ ଅରିଜିନ୍ ହେଲା ପଡ଼ିଲା, ତାର ଏଇ ଜାଗାଟା କ'ଣ କଲା ଇରୋଜନ୍ କରିଦେଲା, ଇରୋଜନ୍ କରି ଖୋଳିକି ଏଇ ବାଟେ ପଳେଇଲା ହେଲା। ପାଣିଟା ଏଇ ବାଟେ ଯିବ, ପାଣିଟା ଯଦି ଏଇ ବାଟେ ଗଲା, ପାଣିଟା ଯଦି ଏଇ ବାଟେ ଗଲା ଏଇଟା କ'ଣ ନା ପ୍ଲଞ୍ଜ ଫୁଲ୍ ଟାଇପ୍, ଗୋଟେ ପୁଲ୍ ଟାଇପ୍ର କରିଦେଲା, ପୋଖରୀ ଟାଇପ୍ର, ଏଇ ଯେଉଁ ଡିପ୍ରେସନ୍ଟା ହେଲା ହେଲା, ଏଇଟା କ'ଣ ପ୍ଲଞ୍ଜ ଫୁଲ୍ ଟାଇପ୍ ହେଲା। ତ ଆସିଲା ବରେଇ ପାଣି 399 ମିଟର, ଇଣ୍ଡିଆର ସେକେଣ୍ଡ ହାଇଏଷ୍ଟ, ଓଡ଼ିଶାର ହାଇଏଷ୍ଟ ୱାଟରଫଲ୍ ହେଉଛି ପ୍ଲଞ୍ଜ ଫୁଲ୍ ଟାଇପ୍ ହେଲା। ତାପରେ ଆସିଲା ଆଉ ଗୋଟେ ଲାଷ୍ଟ ରିଭର କ'ଣ ନା ଏୟାର ଟ୍ରିବ୍ୟୁଟାରୀ ଶାଳନ୍ଦୀ ରିଭର ହେଲା। କ'ଣ ନା ଶାଳନ୍ଦୀ ରିଭର। ଶାଳନ୍ଦୀ ରିଭର କ'ଣ ଅରିଜିନ୍ ହେଉଛି ମେଘାସଣୀ ହିଲ୍। ମେଘାସଣୀ ହିଲ୍ ପାଖରୁ କ'ଣ ନା ଆନ୍ସିଏଣ୍ଟ ଟାଇମ୍ରେ ଭୋଲକାନିକ୍ ଇରପ୍ସନ୍ ପଏଣ୍ଟ ଦେଖାଯାଇଥିଲା। ଏଭିଡେନ୍ସ ମିଳିଛି ହେଲା। ଆସିଲା ଗଲା ପରେ କିଛି ବାଟ ଏଠି ଗଲା ପରେ ଗୋଟେ ରିଜନ୍ ଆସିଲା କେଉଁଝର ଡିଷ୍ଟ୍ରିକ୍ଟ ହେଲା। ଏଇଟା କ'ଣ ନା କେଉଁଝର ଡିଷ୍ଟ୍ରିକ୍ଟର କ'ଣ ନା ହଦଗଡ଼ ଡ୍ୟାମ୍ ଗୋଟେ ପଡ଼ିବ। ହଦଗଡ଼ ଡ୍ୟାମ୍ ଆନ୍ଦପୁର ପାଖାପାଖି, ପର୍ଟିକୁଲାର ଆନ୍ଦପୁର ନୁହେଁ, ଆନ୍ଦପୁର ପାଖାପାଖି ରିଜନ୍ ଅଛି। ଶାଳନ୍ଦୀ ଡ୍ୟାମ୍ ତାକୁ କହିବା, ହଦଗଡ଼ ଡ୍ୟାମ୍ ବା ଶାଳନ୍ଦୀ ଡ୍ୟାମ୍ ତାକୁ କହିବା ହେଲା। ତା ପାଖରେ ଗୋଟେ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ଅଛି, ଯେହେତୁ ଏଇଟା ହଦଗଡ଼ ଡ୍ୟାମ୍ ପାଖରେ ଅଛି ତାକୁ କହିବା ହଦଗଡ଼ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ। ଜାଣିପାରିଲ ତ? ତା ଆସିଲା ଭଦ୍ରକ ଏଣ୍ଟର କଲା, ତାର ନିୟର ଚାନ୍ଦବାଲି ପାଖରେ ସେଇଟା ବୈତରଣୀ ସହିତ ମିଶିଲା। କେଉଁଠି ମିଶିଲା ନା ବୈତରଣୀ ସହିତ ମିଶିଲା। ତାର ଫର୍ଦର ବୈତରଣୀ ଯାଇକି ବ୍ରାହ୍ମଣୀ ସହିତ ଧାମରା ପୋର୍ଟ ପାଖରେ ବେ ଅଫ୍ ବେଙ୍ଗଲକୁ ମିଶିଗଲା ହେଲା। ଶାଳନ୍ଦୀ ରିଭରର ଲେନ୍ଥ କେତେ ନା 144 କିଲୋମିଟର। ସମସ୍ତେ ଖାତାରେ ନୋଟ୍ କର, ଶାଳନ୍ଦୀ ନଦୀର ଲେନ୍ଥ ହେଉଛି 144 କିଲୋମିଟର ହେଲା। ତାପରେ ଆସିଲା ଏଇଟା ଟିକେ ଭଲସେ ଟିକେ ଦେଖିଦେବା। ମେଘାସଣୀ ହିଲ୍ ଯୋଉଟା ଅରିଜିନେଟ୍ ହେଇଛି ଆନ୍ସିଏଣ୍ଟ ଭୋଲକାନିକ୍ ଇରପ୍ସନ୍, ମାନେ ପଏଣ୍ଟ ନୁହେଁ, ମାନେ ଏଭିଡେନ୍ସ ଦେଖାଯାଏ। କ'ଣ ନା ଏଭିଡେନ୍ସ ଦେଖାଯାଏ ହେଲା। ତ ଆସିଲା ଡିଷ୍ଟ୍ରିକ୍ଟ କେଉଁଝର, ଭଦ୍ରକ ଆଉ ଗୋଟେ ମୟୂରଭଞ୍ଜ ଲେଖିଦେବ। ମେନ୍ ଡିଷ୍ଟ୍ରିକ୍ଟଟା ମୟୂରଭଞ୍ଜ ଲେଖିଦେବ ହେଲା। ମୟୂରଭଞ୍ଜ ଲେଖିଦେବ ହେଲା, ସର୍ଟକଟ୍ ଲେଖିଦେବି MYBRNG ହେଲା। ତ ଆସିଲା ଇମ୍ପୋର୍ଟାଣ୍ଟ ପ୍ଲେସ୍ ହେଉଛି ହଦଗଡ଼ ଡ୍ୟାମ୍, ଶାଳନ୍ଦୀ ଡ୍ୟାମ୍ ତାକୁ କହିବା। ସେଞ୍ଚୁରୀ ହେଉଛି ହଦଗଡ଼ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ, ନିୟର ଚାନ୍ଦବାଲି। ଏଇଟା ଶାଳନ୍ଦୀ ଡ୍ୟାମ୍ରେ ହେଲା। ତାପରେ ନେଇଛି ଚାନ୍ଦବାଲି ପାଖରେ ଏଇଟା କ'ଣ ହେଇଛି ନା କେଉଁଠି ମିଶିଛି ନା ଆମର ବୈତରଣୀ ସହିତ ମିଶିକି, ତାପରେ ବୈତରଣୀଟା ଫର୍ଦର ଆଗକୁ ଯାଇକି ଡ୍ରେନ୍ ହେଇଛି କାହା ସହିତ ନା ଧାମରା ପୋର୍ଟ ପାଖରେ ବ୍ରାହ୍ମଣୀ ରିଭର ସହିତ ମାନେ ଡ୍ରେନ୍ ହେଇଛି। ଜଏଣ୍ଟ କ'ଣ ନା ବୈତରଣୀ ଧାମରା ଫୋର୍ଟ ନୁହେଁ, ଏଇଟା ଫୋର୍ଟ ହେଲା। ତ ଆସିଲା ବ୍ରାହ୍ମଣୀ। ଜାଣିପାରିଲ ତ? ନୋଟ୍ ହେଉଛି ଶାଳନ୍ଦୀ ରିଭର ଇଜ୍ ଇମ୍ପୋର୍ଟାଣ୍ଟ ଟ୍ରିବ୍ୟୁଟାରୀ ଅଫ୍ ଦ ବୈତରଣୀ ରିଭର। ଲେନ୍ଥ କେତେ ନା 144 କିଲୋମିଟର ହେଉଛି ଲେନ୍ଥ। ତ ପିଲାମାନେ ଥ୍ୟାଙ୍କ ୟୁ। ଆଜିର ସେସନ୍କୁ ଏଣ୍ଡିଂ କରିବା। ଥ୍ୟାଙ୍କ ୟୁ ପିଲାମାନେ।